ବ୍ୟାସ ତୁମ ପୁତ୍ର ହେଉଛନ୍ତି ପରମହଂସ। ବ୍ୟାସ ତୁମ ପୁତ୍ର ହେଉଛନ୍ତି ପରମହଂସ, କିନ୍ତୁ ତମେ ହେଉଛ ହଂସ। ତୁମେ ହଂସ, ତୁମ ପୁତ୍ର ହେଉଛନ୍ତି ପରମହଂସ। ଏକଥା ବ୍ୟାସ ଶୁଣିକିରି ଆଶ୍ଚର୍ଯ୍ୟ ହେଲେ ଏବଂ ପଚାରିଲେ, ଏକଥା କାହିଁ କହୁଛନ୍ତି? ନା, ତୁମ ପୁତ୍ର ଯେତେବେଳେ ଯାଉଥିଲେ ବାଟେ ଆମେ ଦେଖିଲୁ ସେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ବିଶ୍ୱକୁ କେବଳ ବ୍ରହ୍ମମୟ ଦେଖୁଥିଲେ। ନିଜକୁ ତାଙ୍କ ପାଖରେ ଦୈତ୍ୟ ଦୃଷ୍ଟି ନଥିଲା। ଦୁଇ ପ୍ରକାର ଦୃଷ୍ଟି ନା, ମୁଁ ଆଉ ଗୋଟେ ଅଛି ଦୈତ୍ୟ ଦୃଷ୍ଟି, ମାନେ ମୁଁ ଏବଂ ସିଏ, ଏ ଦୃଷ୍ଟି ନଥିଲା। ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ନିଜ ସହିତ କେବଳ ବ୍ରହ୍ମମୟ ଦେଖୁଥିଲେ। ସେ ହେଉଛନ୍ତି ପରମହଂସ। କିନ୍ତୁ ଆପଣଙ୍କ ପାଖରେ ତା ନାହିଁ, ଆପଣଙ୍କ ପାଖରେ ଦୈତ୍ୟ ଦୃଷ୍ଟି ଅଛି। ରାଧେ ରାଧେ। ଆଜି ସେଇ ବ୍ୟାସଙ୍କ ଚରିତ୍ରରୁ ଗୋଟେ ଛୋଟିଆ ଝଲକ ମୋର ସୀମିତ ବୁଦ୍ଧିରୁ ସୀମିତ ଜ୍ଞାନରୁ ମୁଁ ଆପଣଙ୍କ ପାଖରେ ପରିପ୍ରକାଶ କରୁଛି। ବ୍ୟାସଙ୍କ ଚରିତ୍ର। ବ୍ୟାସ ସଂସାର କରିଥିଲେ। ତାଙ୍କର ପତ୍ନୀଙ୍କ ନାଁ ଥିଲା, ବିବାହ ହୋଇଥିଲେ, ପତ୍ନୀଙ୍କ ନାଁ ଥିଲା ପିଙ୍ଗଳା। କିଛି ଦିନ ପରେ ତ ଗର୍ଭଧାରଣ କଲେ, ଉପଲବ୍ଧି କଲେ ତାଙ୍କର ଗର୍ଭ ହୋଇଯିବ ଏବଂ ଖୁସି ମଧ୍ୟ ହେଲେ। ବ୍ୟାସ ମଧ୍ୟ ଖୁସି ହେଲେ, ଯାହା ହଉ ଆମର ଘରକୁ ଗୋଟେ ସନ୍ତାନ ଆସିବ, ଆମେ ଖୁସିରେ ରହିବା, ତାର ଲାଳନ ପାଳନ କରିବା। ସନ୍ତାନ ସୁଖରେ ବିଭୋର ହେଲେ ବ୍ୟାସ ଏବଂ ବ୍ୟାସ ପତ୍ନୀ। ଗର୍ଭ ବଢ଼ି ଚାଲିଲା। 9 ମାସ ଗଲା, 10 ମାସ ଗଲା, ଭୂମିଷ୍ଠ ହେଲାନି ସନ୍ତାନ। 11 ମାସ ଗଲା, 12 ମାସ ଗଲା, ବର୍ଷେ ଗଲା, 2 ବର୍ଷ ଗଲା, 3 ବର୍ଷ ଗଲା, 4 ବର୍ଷ ଗଲା, ଏଇଭଳି ଭାବରେ 12 ବର୍ଷ ଗଲା। 12 ବର୍ଷ ପର୍ଯ୍ୟନ୍ତ ଗର୍ଭରେ ଗୋଟେ ଛୁଆଟି ଅଛି, ମା ତା ଗର୍ଭକୁ ବୋହି ଚାଲିଛି। କିନ୍ତୁ ମାଆକୁ ଗର୍ଭର କଷ୍ଟ ହେଉନି, ଗର୍ଭ ପଡ଼ୁନି। 12 ବର୍ଷ ବାଳକ ଗର୍ଭରେ ଅଛି। ବ୍ୟତିବ୍ୟସ୍ତ ହୋଇପଡ଼ିଲେ ବ୍ୟାସ। କହିଲେ, ଆରେ ବାବୁ, ତୁ କିଏ? ଭିତରେ କିଏ ଅଛୁ? ତୁ ବାହାରକୁ ଆ। ତୋ ମାଆକୁ କାହିଁ ଏତେ କଷ୍ଟ ଦେଉଛୁ? ନା, ନାଇଁ ବାବା, ମୁଁ ମାଆକୁ କଷ୍ଟ ଦେଉନି, କିନ୍ତୁ ମୁଁ ବାହାରକୁ ଯିବିନି। କାରଣ ମୋତେ ମାୟା ଲାଗିଯିବ। ଗର୍ଭରେ ଥିବା ଶିଶୁ, 12 ବର୍ଷର ଶିଶୁ ଗର୍ଭରେ ଅଛି। ବ୍ୟାସଙ୍କୁ କହୁଛି, ମୁଁ ବାହାରକୁ ଗଲେ ମୋତେ ମାୟା ଲାଗିଯିବ, ତେଣୁ ମୁଁ ବାହାରକୁ ଯିବିନି। ବ୍ୟାସଙ୍କର ଯିଏ ଗୁରୁ, କିଏ? ନାରଦ। ସିଏ ଆସି ପହଞ୍ଚିଲେ। ସିଏ ମଧ୍ୟ କହିଲେ, ବାବା, ତୁ ବାହାରକୁ ଆ। ମୁଁ ଗ୍ୟାରେଣ୍ଟି ଦେଉଛି, ମୁଁ ତୋତେ କଥା ଦେଉଛି, ମାୟା ଲାଗିବନି, ତୁ ବାହାରକୁ ଆ। ତାପରେ ଭୂମିଷ୍ଠ ହୋଇଥିଲେ ଶୁକଦେବ। ଛୋଟିଆ କଅଁଳା ଶିଶୁଟି, ନବଜାତ ଶିଶୁ ପରୀକ୍ଷା ଭୂମିଷ୍ଠ ହେଲେ ଏବଂ ସାଙ୍ଗେ ସାଙ୍ଗେ 12 ବର୍ଷର ବାଳକ ହେଲେ। କିଶୋର 12 ବର୍ଷର ବାଳକ ହେଲେ। ଚାଲିଲେ, ଅନେଇଲେନି, ଦେଖିଲେନି ମୋ ବାପା କିଏ, ମୋ ମା କିଏ, ମୋ ଘର କେଉଁଠି, ଏଗୁଡ଼ା ଦେଖିଲେ। ଚାଲିଲେ, ଭୂମିଷ୍ଠ ହେଲେ ତ ଚାଲିଲେ। ଦେଖନ୍ତୁ କେତେ ସଂସ୍କାର। ଆରମ୍ଭରୁ ସଂସ୍କାରିତ ଅବସ୍ଥାରେ ଆସିଛନ୍ତି। ମୁଁ ସଂସାରରେ ରହିବିନି, ସଂସାର ମାୟା ଲାଗିଯିବ, ତେଣୁ ଚାଲିଲେ, ଜଙ୍ଗଲକୁ ଚାଲିଲେ। ପଛରେ ଗୋଡ଼େଇଛନ୍ତି ବ୍ୟାସ। ପୁତ୍ର ହେଇ ତୁ କାହିଁ ପଳଉଛୁ ଛାଡ଼ିକିରି ଆମକୁ? ପଳେଇଆ। ଶୁକଦେବ କିନ୍ତୁ କ୍ଷିପ୍ର ଗତିରେ, ପୁତ୍ର ତାଙ୍କର କ୍ଷିପ୍ର ଗତିରେ ଚାଲିଛନ୍ତି। ବହୁତ ଜୋର ଚାଲିଛନ୍ତି। ଏ ପଛରେ ବାପା ବିଳାପ କରି ଚାଲିଛନ୍ତି। ପୁଅ ରୋଦନ କରି ଚାଲିଛନ୍ତି ବ୍ୟାସ। କିଛି ବାଟ ଗଲା ପରେ ବଣରେ ଥିବା ବୃକ୍ଷରାଜିମାନେ ବ୍ୟାସଙ୍କୁ ଅଟକେଇଲେ ଏବଂ ଉତ୍ତର ଦେଲେ। ବ୍ୟାସଙ୍କୁ ବୁଝେଇଲେ ଯେ, ବ୍ୟାସ, ଆପଣ ଜଣେ ମୁନି, ପୁତ୍ର ସ୍ନେହରେ ଏପରି ପାଗଳ କାହିଁ ହେଉଛନ୍ତି? ସଂସାର ବନ୍ଧନରେ ପଡ଼ି ଏମିତି ପାଗଳ କାହିଁ ହେଉଛନ୍ତି? ପୁତ୍ର ବନ୍ଧନରେ, ପୁତ୍ର ମୋହରେ। ଦେଖନ୍ତୁ, ଆମେ ହେଉଛୁ ବୃକ୍ଷରାଜି। ଆମେ ବଞ୍ଚିଛୁ କାହା ଲାଗି? ସମାଜର କଲ୍ୟାଣ ଲାଗି। ଆମର ସମ୍ପୂର୍ଣ୍ଣ ଜୀବନ ସମାଜର କଲ୍ୟାଣ ପାଇଁ ତ୍ୟାଗ ଆମେ କରିଦେଇଛୁ। ଆମର ପତ୍ର, ଆମର କାଠ, ଆମର ଫୁଲ, ଆମର ଫଳ ଇତ୍ୟାଦି ସବୁ ଜନମାନସର କଲ୍ୟାଣ ପାଇଁ। ଆମେ ମଧ୍ୟ ଯାହା ଦେଉଛୁ, ଅମ୍ଳଜାନ ଦେଉଛୁ, ଜୀବଜଗତ ବଞ୍ଚୁଛି। ଆମକୁ ଟିକେ ଲକ୍ଷ୍ୟ କର, ଆମେ କ'ଣ କରୁଛୁ? ତମେ ସଂସାର ପାଇଁ ଆସିନ, ତମେ ଜଗତର କଲ୍ୟାଣ ପାଇଁ ଆସିଛ। ବ୍ୟାସ ଫେରିଯାଅ। ମାନିଲେନି ବ୍ୟାସ, ପୁଣି ଚାଲିଲେ। ଆଗରେ କିଛି ବାଟ ଗଲା ପରେ ଦେଖିଲେ ଗୋଟେ ସରୋବରରେ କିଛି ସୁନ୍ଦରୀ କନ୍ୟାମାନେ ଗାଧୋଉଛନ୍ତି। ବ୍ୟାସ ତାଙ୍କ ପାଖରେ ପହଞ୍ଚିଲା ପରେ
से कन्या माने उठी पड़े और लुगापटा पिंधि पकड़े व्यास को देखिकी लज्जा निवारण पर लुगापटा पिंधि पकड़े आवरण कर पकड़े शाढ़ी गुड़िक पिंधि पकड़े व्यास से पहुँची कहले अच्छा माँ मैंने देखिछ कि देवी मैंने देखिछ कि एपटे गोटे पुओ मोर जा हाँ आम देखीचु आम देखीचु एपटे जा अच्छा मो पुओ को तो देखिल सी जड़े किशोर किशोर बयसर पुओ बालक किशोर बयसर ताकू देखिकी तुम लुगा पिंधिलनि मु जड़े बुढ़ा मत देखी लुगा पिंधुछ लज्जा निवारण कर मत देखी मुझे बुढ़ा लोक जड़े किशोर एपटे गला ताकू देखी लुगा पिंधिलनि तापरे से जो देवकन्या माने कहले देखंतु आमे स्वर्गर देवकन्या आमे आनंद विनोदन सकाशे मृत्यु लोक को आसचु गाधौचु एठी आमे जानिलु आपणकर जो पुओ गले सी होचंदी परमहंस जो आपण ताक बापा आछंदी व्यास आपण होचंदी हंस व्यास पचारले एक कथा केमती तुम जानल ना आमे उपलब्धि कलु आमे जे देवकन्या आमे उपलब्धि कलु आपणको पुओंक पाखरे दैत्य दृष्टि नथिला जे मु आउ सीए रो भेद ताक पाखरे नथला से समग्र विश्व को ब्रह्मांड को निज भितर ब्रह्ममय देखुଥିଲେ गोटे ब्रह्म केवल गोटे ब्रह्म रो अस्तित्व विषय तांकर ज्ञान था और ब्रह्मानुभूति नहीं से चली से देखी ना क्या किए कौटी गाधौची किए कौटी कौन करुच्ची कौटी किए अच्छी एक देखी ना ब्रह्मस्थ ही चलते ब्रह्मरे लिप्त थे ब्रह्मरे ताकर लय थिला तेणु सी होती आपण ढेर उच्च कोटीर सी होती परमहंस कि आपण पाखे दैत्य दृष्टि अच्छी आपण पाखे दैत्य दृष्टि थिबारु आपण आमको प्रश्न कले आपण अलगा आमे अलगा आमको प्रश्न कले आमे देखिछु कि नहीं तेणु आपण किछि भाबिबेनी आपण पुओ आपण बहु ऊर्ध्वरे देवकन्या माने कथा कहले व्यास फेरी आसिले सेठू देवकन्या मानकर जुक्ति शुणी व्यास फेरी आसिले आश्रम फेरी आसिले किछि दिन पळैला व्यासंकर शिष्य जाइछन्ति बण को जाइछन्ति काठ आनिया जालेनी काठ बणरू आसे सी देखिले जड़े कीर्तिमान किशोर बसचन्ति ध्यानस्थ अवस्था तांकर मुहरु ज्योति निर्गत होउछि दीप्तिमान बसचन्ति ध्यानस्थ अवस्था से कथा आसी व्यास को कहले व्यास जानीगले मो पुओ बसछि तापर दिन व्यास ये जो शिष्य मान कहले तुम ये मंत्रटी नियो ता कान टिके कहीदेव व्यास गोटे श्लोकटी देले शिष्य मान नहीं गले शिष्य मान से श्लोकटी नहीं गले एवं उच्चारण कले शुकदेवंकर कान से श्लोकटी उच्चारण कले से श्लोकर अर्थ था या भगवान कृष्णंकर श्रीकृष्णंकर संपूर्ण रूपचर्या से श्लोक भितर नीच थिला ठाकुर आमर केते सुंदर कौन पिंधि केमती जाती केमती चलती कौन धरी तांकर संपूर्ण रूप आज से श्लोक निहित थिला से श्लोकटी जमती शुकदेव कान पड़ी अनैले ब्रह्मभूत अवस्था थे अनैले दृष्टि खोलिले तापर पुणी ध्यान सहीगले से कथा आसी कहले व्यास को आसी कहले शिष्य माने व्यास जानले अच्छा एथर बोलो मानी पुओ बोलो मानी पारे परदिन आउ गोटे श्लोक देले आउ गोटे श्लोक देले ए श्लोकटी कान पढ़ी दियो से श्लोकटीर अर्थ था गोपी माने कृष्ण को कहते हे कृष्ण छुआ बेले तुमको जो पुतना ता क्षीर कालकूट विष लगे तुमको पेईला मारिदेवा लगी सी तुम केड़े बड़ शत्रु तुमको जी क्षीर विष दे पेईला तुम्हें ताकू तुम लोक देदेल गोलोक देदेल गोलोक स्थान देल अच्छा आमे अनपढ़ गाँवली गोपालुणी तुम कथा सबुबले चिंतन करुछु तुम छड़ा आम पाखे किसी ना खाइले कृष्ण हसिले कृष्ण बसिले कृष्ण रोषे कले कृष्ण जहाँ कले कृष्ण कृष्ण चिंतार केवल तुम चिंतार आम रोचु ताला आमको तुम कौ जगह दब ताकू दे तुम तुम लोक देदेल सर्वश्रेष्ठ लोक तुम गोलोक ठू आउ साड़ू लोक किसी ना उत्कृष्ट लोक किसी ना गोलोक ठू ता तलू जी अच्छी अच्छी नीचे अच्छी ताकू पुतना को जब गोलोक देल ताल आमको कौ जगह दब ये कथाटी जितेबले ये श्लोकटी पढ़ला शुकदेव कान शुकदेव उठिले छिड़ा हेले और पचारे तुम सब किए
ନା ଆମେ ହେଉଛୁ ବ୍ୟାସମୁନିଙ୍କର ଶିଷ୍ୟମାନେ। ପଚାରିଲେ କେଉଁଠି ବ୍ୟାସ? ନା ସେ ଜାଣିଗଲେ ଏବଂ ଚାଲ ଶିଷ୍ୟଙ୍କର ଅନୁଧାବନ କରିକିରି ଶୁକଦେବ ଆସି ପହଞ୍ଚିଲେ ବ୍ୟାସଙ୍କର କୁଡ଼ିଆରେ, ଆଶ୍ରମରେ ପହଞ୍ଚିଲେ। ବ୍ୟାସ ଦେଖିଲେ ପୁଅ ଆସିଲାଣି ଏବଂ ସିଏ ଦିଗମ୍ବର ଥିଲେ, ଉଲଗ୍ନ ଥିଲେ। ତାଙ୍କୁ ଖଣ୍ଡେ ଲେଙ୍ଗୁଟି ପିନ୍ଧେଇଲେ ଏବଂ କୁଟୀରରେ ରଖିଲେ। ତାପରେ ଭାଗବତ ଶିକ୍ଷା ପ୍ରଦାନ କଲେ। ବ୍ୟାସଦେବ ଶୁକଦେବଙ୍କୁ ପ୍ରଥମ ଭାଗବତ ଶିକ୍ଷା ଦେଲେ। ତା ପରବର୍ତ୍ତୀ ଅବସ୍ଥାରେ ଅନେକ ଅନେକ କଥା ଅଛି। ଖାଲି ବ୍ୟାସଙ୍କ ବିଷୟରେ ଛୋଟିଆ ଝଲକଟି ମୁଁ କହିଲି, ରହିଲି। ରାଧେ ରାଧେ। ପୁଣି ଆଗାମୀ ଅଧ୍ୟାୟରେ ଦେଖାଯିବ। ଅନ୍ୟ ଗୋଟା ଏପିସୋଡ଼କୁ ଆମେ ଯିବା। ରହିଲି। ରାଧେ ରାଧେ। ରାଧେ ରାଧେ। ଜୟ ଜଗନ୍ନାଥ।